चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखम करोति वाचालं पंगुलं हैतगिरिं यत्कृपातमहं वन्दे परमानंद माधवम। श्री गुरु दिनतारिणम श्री चैतन्य ईश्वरम। नमः ओम विष्णु पादाय कृष्ण पृष्ठाय भूतले श्रीमते जय पताका स्वामी नाम। तामने श्रवण करुचे श्रीमद् भगवत गीता चतुर्थ अध्याय ज्ञान जोग। आज आम श्रवण करवा श्लोक नंबर 10। काली भगवान तांकर जन्म कर्म जे दिव्य से से कथा वर्णना करले जे जन्म कर्म मोर दिव्य एटा जे जानी पारिबो से देह त्याग करले पुनर्बार आउ जन्म हबनी। तो এই ভাবে से कहउछंती, এই ভাবে জানি কি कि भाबरे से दृष्टांत दउछंती जे पूर्वरे मते এই ভাবে জানি कि पाइछंती। से कहउछंती जे वितराग भय क्रोधा मन्मया मामुपाश्रिता बहवो ज्ञान तपसा पूत मद्भाव मागता। ଅତୀତରେ ଅନେକ ଲୋକ ରାଗ ଦ୍વેଷ ଭୟ କ୍ରୋଧରୁ ମୁକ୍ତ ହୋଇ ମୋ ଠାରେ ସମ୍ପୂର୍ଣ୍ଣ ରୂପରେ ଯୁକ୍ତ ହୋଇ ଏବଂ ସମ୍ପୂର୍ଣ୍ଣ ରୂପେ ମୋର ଶରଣରେ ଆସି ମୋ ଜ୍ଞାନ ଲାଭ କରି ବିଶୁଦ୍ଧ ହୋଇଛନ୍ତି ଏବଂ ଏହି ପ୍ରକାରେ ସେମାନେ ସମସ୍ତେ ମୋ ଦିବ୍ୟ ପ୍ରେମ ଲାଭ କରିଛନ୍ତି। ଏଥିରେ ଆମେ ଅନେକ ଗୋଟେ ଅସମାପିକ କ୍ରିୟା ଗୋଟେ କଣ ରହିଛି ଗ୍ରାମାରରେ ମୁଁ ଛୋଟବେଳା ପଢିଥିଲି ସେଇଭଳିଆ। ଏଟା କମ୍ପ୍ଲିଟ ନୁହଁ, ସମ୍ପୂର୍ଣ୍ଣ ନୁହଁ। ରହି ରହିକି କଥା କୁହାଯାଉଛି କଣ ନା ରାଗ ଦ୍वेଷ ଭୟରୁ କ୍ରୋଧ ହୋଇ ମୋ ଠାରେ ସମ୍ପୂର୍ଣ୍ଣ ଯୁକ୍ତ ହୋଇ ମୋର ସମ୍ପୂର୍ଣ୍ଣ ମୋ ଶରଣରେ ଆସି ଏଇ ଅତି ଗୁଡେ ରହିଛି। ଏଇ ସବୁ ଦ୍ଵାରା ମୋ ଜ୍ଞାନ ଲାଭ କରି ବିଶୁଦ୍ଧ ହୋଇଛନ୍ତି। ହୁଁ। ଏଇ ପ୍ରକାର ସେମାନେ ସମସ୍ତେ ମୋ ଦିବ୍ୟ ପ୍ରେମ ଲାଭ କରିଛନ୍ତି। ତ ସେ ଦିବ୍ୟ ପ୍ରେମ ପୂତ ମଦ ଭାବ ମା କଥା ମଦ ଭାବ ମତ ଆମର ଭାବ, ଆମର ଭାବଟା କଣ ନା ଚିନ୍ମୟ ଦିବ୍ୟ ଭାବ, ଚିନ୍ମୟ ଭାବକୁ ପ୍ରାପ୍ତ ହେଇଛନ୍ତି। ଆଉ ଏଠି ପ୍ରଭୁପାଦ କହୁଛନ୍ତି ମୋ ପ୍ରତି ଦିବ୍ୟ ପ୍ରେମ ଭାବ, ମୋର ଦିବ୍ୟ ଭାବକୁ ପ୍ରାପ୍ତ ହେଇଛନ୍ତି, ମୋର ପ୍ରତି ତାଙ୍କର ଦିବ୍ୟ ପ୍ରେମ ଭାବ ଉଦିତ ହେଇଛି। ତ ଏ ଶ୍ଲୋକରେ କୁହାଯାଏ ବିତ ରାଗ ଭୟ କ୍ରୋଧ, ତିନିଟା ଜିନିଷ। ରାଗ ଭୟ କ୍ରୋଧ। ରାଗ ମାନେ ଏଇ ରାଗିବା ନୁହଁ, ରାଗ ମାନେ ଅନୁରାଗ।
ଅନୁରାଗ ମାନେ ଆସକ୍ତି। ଭୌତିକ ବସ୍ତୁ ପ୍ରତି ଆସକ୍ତି ଏବଂ ଭୌତିକ ବସ୍ତୁ ରାଗ ଭୟ କ୍ରୋଧ ଏ ତିନିଟା ସବୁବେଳେ ଏକ ସାଙ୍ଗରେ ଯିବ। ଭୌତିକ ବସ୍ତୁ ପ୍ରତି ଆସକ୍ତି ହେଲେ ଆମେ କିଛି ଭୌତିକ ବସ୍ତୁ ପାଇଛେ, ଯେ ଆସକ୍ତି ହେଇଯିବା ତାହେଲେ ଚୋରି ହବ ବୋଲି ଆମେ ଭୟାନ୍ୱିତ ହବା, ଭୟ ଲାଗିବ। ଆଉ ଚୋରି ହେଇଗଲେ କ୍ରୋଧାନ୍ୱିତ ହବା। ଏଇ ତିନିଟା ସବୁବେଳେ ଏକ ସାଙ୍ଗରେ ଯିବ। ରାଗ ଭୟ ଆଉ କ୍ରୋଧ ଏକ ସାଙ୍ଗରେ ରହିବ। ଅର୍ଥାତ୍ ଯୋଉଠି ଭୌତିକ ବସ୍ତୁ ପ୍ରତି ଆସକ୍ତି ବା ଅନୁରାଗ ରହିବ, ଯାହାର ଭୌତିକ ବସ୍ତୁ ପ୍ରତି ରାଗ ବା ଅନୁରାଗ ରହିବ, ସେମାନେ ଅବଶ୍ୟ ନିଶ୍ଚିତ ରୂପରେ ଭୟ ଆଉ କ୍ରୋଧର ବଶବର୍ତ୍ତୀ ହେବେ ହିଁ ହେବେ। ଏଠି ସୁନ୍ଦର କଥା ଭଗବାନ କହିଲେ ଯେ ରାଗ ଭୟ କ୍ରୋଧ ତିନିଟା ବନ୍ଧୁ, ତିନି ଜଣ ଏକ ସାଙ୍ଗରେ ରହନ୍ତି। ସେଥିପାଇଁ କି ଆମେ କେବେ ହେଲେ ଭୌତିକ ବିଷୟ ପ୍ରତି ଆସକ୍ତି ହବାନି। ଯଦି ଆମେ ଭୟ ଆଉ କ୍ରୋଧରୁ ମୁକ୍ତ ପାଇବାକୁ ଚାହୁଁଛେ, ଏଇଟା ନହବା ଭଲ। ସେଥିପାଇଁ କୁହାହେଲା କଣ ନା ବିତ, ବିତ ମାନେ ମୁକ୍ତ, ବ୍ୟତିରେକେ, ବିତ ବ୍ୟତିରେକ ବା ମୁକ୍ତ, ରାଗ ଭୟ କ୍ରୋଧ ବ୍ୟତିରେକେ, ଅର୍ଥାତ୍ ରାଗ ଭୟ କ୍ରୋଧରୁ ମୁକ୍ତ ହେଇକି କଣ କରିବାକୁ ପଡିବ? କ୍ରୋଧା ମନ୍ମୟା, ମନ୍ମୟ ମାନେ ମତମୟା, ସମ୍ପୂର୍ଣ୍ଣ ରୂପେ ମୋ ଠାରେ ଯୁକ୍ତ ହେବେ। ମନ୍ମୟା ସମ୍ପୂର୍ଣ୍ଣ ରୂପେ ମୋର ଯୁକ୍ତ ହେବେ। ମାମ୍ ଉପାସିତ ସମ୍ପୂର୍ଣ୍ଣ ରୂପେ ମୋର ମତ ଆଶ୍ରୟ କରିକି ରହିବେ, ମୋର ଶରଣରେ ରହିବେ। ହୁଁ। এই ଭାବରେ ବିତରାଗ ଭୟ କ୍ରୋଧ ଆସକ୍ତି ଭୟ କ୍ରୋଧରୁ ମୁକ୍ତ ହୋଇ ମନ୍ମୟା ସବୁଠାରେ ମୋ ସାଙ୍ଗରେ ଯୁକ୍ତ ହୋଇ, ସମ୍ପୂର୍ଣ୍ଣ ମୋ ଠାରେ ଯୁକ୍ତ ହୋଇ ମାମ ପ୍ରସିଦ୍ଧା ସମ୍ପୂର୍ଣ୍ଣ ରୂପରେ ମୋର ଶରଣରେ ବା ଆଶ୍ରୟ ରହି ବହୁ ଜ୍ଞାନ ତପସ୍ୱୀ, ଟା ଅତୀତର କଥା କହୁଛନ୍ତି ଯେ ଜ୍ଞାନ ତପସ୍ୟା, ଜ୍ଞାନୀ ମାନେ ତପସ୍ୱୀ ମାନେ। এই ଜ୍ଞାନ ତପସ୍ୟା ମାନେ କୋଉ ଜ୍ଞାନ ନା ମୋ ସମ୍ପର୍କରେ ଜ୍ଞାନ ଲାଭ କରିଛନ୍ତି। ହୁଁ। ମୋ ସମ୍ପର୍କରେ ଜ୍ଞାନ ଲାଭ କରି ସେମାନେ କହିଛନ୍ତି ପୂତା, ପବିତ୍ର ହେଇଛନ୍ତି। ପୂତ ମାନେ ପବିତ୍ର, ପୂତା ମଦ ଭାବମ୍ ମା ଗତାହା, ସେମାନେ ପୂତ ପବିତ୍ର ହୋଇଛନ୍ତି ଏବଂ ମୋ ଭାବକୁ ପ୍ରାପ୍ତ ହେଇକି ଆଗତା, ପୂତ ମଦ ଭାବମ୍ ଆଗତାହା, ପୂତା ପବିତ୍ର ହୋଇ, ପୂତା ପବିତ୍ର ହୋଇ ମତ ଭାବମ୍ ଆଗତା, ସେ ମୋ ଦିବ୍ୟ ପ୍ରେମ ଭାବକୁ ପ୍ରାପ୍ତ ହେଇଛନ୍ତି। ଠିକ ଅଛି। ତ ପ୍ରଭୁପାଦ ତାତ୍ପର୍ଯ୍ୟରେ କହୁଛନ୍ତି ଯେଉଁ ବ୍ୟକ୍ତି ଅତ୍ୟନ୍ତ ଜଡବାଦୀ, ଭୌତିକବାଦୀ, ଯେ ବିଶେଷ ପରିମାଣରେ ଭୂତ ପ୍ରକୃତି ସହ ଯୁକ୍ତ। ଭୂତ ପ୍ରକୃତି ହଉଛି କଣ ନା ଏଇ ଜଡ ପ୍ରକୃତି, ସତ୍ୟ ଗୁଣ ରଜଗୁଣ ତମ ଗୁଣ ସାଙ୍ଗରେ ଯୁକ୍ତ ରହିଛି। ତାର ଫଳରେ ସେ ଭୌତିକବାଦୀ ହେଇଯାଇଛି। ଆଧ୍ୟାତ୍ମିକବାଦୀ ଆଉ ଭୌତିକବାଦୀ, ଯୋଉମାନେ ଜଡ ବିଷୟ ପ୍ରତି ଆସକ୍ତ ସେମାନେ ଭୌତିକବାଦୀ, ଯୋଉମାନେ ଜଡ ବିଷୟର ଆସକ୍ତିରୁ ମୁକ୍ତ ସେମାନେ ଆଧ୍ୟାତ୍ମିକବାଦୀ। ଭୌତିକବାଦୀଙ୍କର ଜୀବନ ହଉଛି ଦେହ ସର୍ବସ୍ୱ ଜୀବନ, ଏ ଶରୀରଟା ସବୁ କିଛି, ଶରୀରଟା ମୁଁ, ଏଇ ଭାବରେ ସେମାନେ ଜୀବନ ଯାପନ କରନ୍ତି, କର୍ମ ସମ୍ପାଦନ କରନ୍ତି। କିନ୍ତୁ ଆଧ୍ୟାତ୍ମିକବାଦୀ ମାନେ ସେମାନେ ଜାଣନ୍ତି ଶରୀରଟା ମୁଁ ନୁହଁ, ମୁଁ ଚିନ୍ମୟ ଆତ୍ମା, ଆତ୍ମାର କଲ୍ୟାଣ ପାଇଁ କି ସେମାନେ ଚେଷ୍ଟା କରନ୍ତି। ତ ଏଠି କୁହାଯାଉଛି ଯୋଉମାନେ ଅତ୍ୟନ୍ତ ଜଡବାଦୀ, ଯେ ବିଶେଷ ପରିମାଣରେ ଭୂତ ପ୍ରକୃତି ସହ ଯୁକ୍ତ, ସେ ପରମ ସତ୍ୟ ଭଗବାନଙ୍କର
ବ୍ୟକ୍ତିଗତ ପ୍ରକୃତି କଥା ବୁଝିପାରିବ ନାହିଁ। ହୁଁ। ଭୌତିକ ପ୍ରତି ଆସକ୍ତ ହେଲେ ଭଗବାନଙ୍କର ଦିବ୍ୟ ସ୍ତରକୁ ସେ ବୁଝିପାରିବ। ସେ ମୋହିତ ହେଇକି ଥିବ, ମୋହରେ ଥିବ, ଅଜ୍ଞାନରେ ଥିବ, ଅବିଦ୍ୟାର ବଶବର୍ତ୍ତୀ ହେଇକି ଥିବ। ତ ଅବିଦ୍ୟାର ଦ୍ଵାରା କେବେ ହେଲେ ଭଗବାନ ଜାଣି ହବ। ଭଗବାନ ଜଣେ ବିଦ୍ୟାର ମାଧ୍ୟମରେ, ତ ଅବିଦ୍ୟାର ମାଧ୍ୟମରେ ସେ କେବେ ଭଗବାନ ଜାଣିପାରିବ। ତ ଭଗବାନଙ୍କର ଯେ ଆକାର ଅଛି, ଭଗବାନ ଯେ ଜଣେ ପୁରୁଷ, ଏସବୁ କଥା ବୁଝିବା ତା ପକ୍ଷରେ ଅତ୍ୟନ୍ତ ଦୂର। ଏହା ପୂର୍ବରୁ କୁହାଯାଇଛି। ତ ଗୋଟେ କଥା ମନକୁ ଆସୁଛି ଯେ ଭଗବାନଙ୍କର ଆକାର ଅଛି, ସେ ଜଣେ ପୁରୁଷ, ଏ କଥା ସେମାନେ ବୁଝିପାରିବେନି। ଯୋଉମାନେ ଭୋଗବାଦୀ, ହଁ, ଭୋଗ କରିବାକୁ ଚାହୁଁଛନ୍ତି। କିନ୍ତୁ ପ୍ରଶ୍ନ ଆସିପାରେ ଯେ ଜ୍ଞାନ ଯୋଗୀ ମାନେ, ସେମାନେ ତ ଆଧ୍ୟାତ୍ମିକବାଦୀ। କର୍ମକାଣ୍ଡୀ ହଉଛନ୍ତି ଭୌତିକବାଦୀ। ଆଉ ଜ୍ଞାନ ଯୋଗ ଅନୁଶୀଳନ କରୁଛନ୍ତି, ସେମାନେ ହଉଛନ୍ତି ଆଧ୍ୟାତ୍ମିକବାଦୀ। କାରଣ ସେମାନେ ଜାଣନ୍ତି ମୁଁ ଏ ଦେହ ନୁହଁ, ମୁଁ ଚିନ୍ମୟ ଆତ୍ମା। ତ ତାଙ୍କ କ୍ଷେତ୍ରରେ ସମସ୍ୟା ହଉଛି ସେମାନେ ଜାଣନ୍ତିନି ଯେ ଚିନ୍ମୟ ଆତ୍ମା ହଉଛି ଭଗବାନଙ୍କର ଅଂଶ ବା ଦାସ। ସେମାନେ ମନେ କରନ୍ତି ଆତ୍ମା ହିଁ ଭଗବାନ। ଏଇଟା ସମସ୍ୟା, ଠିକ ଅଛି। ତ ସେମାନେ ଆଧ୍ୟାତ୍ମିକ ଭାବରେ ପରିଗଣିତ ହେଇଛନ୍ତି। ଯୋଗୀ ମାନେ ଯୋଉମାନେ ପରମାତ୍ମାଙ୍କ ଉପାସନା କରନ୍ତି, ସେମାନେ ଆଧ୍ୟାତ୍ମିକବାଦୀ। ଭକ୍ତ ମାନେ ଯୋଉମାନେ ଭଗବାନଙ୍କୁ ଉପାସନା କରନ୍ତି, ସେମାନେ ଆଧ୍ୟାତ୍ମିକବାଦୀ। କର୍ମକାଣ୍ଡୀ ମାନେ ଭୌତିକବାଦୀ। ତ ଏଠି କହୁଛନ୍ତି ଯୋଉମାନେ ଭଗବାନଙ୍କର ଆକାର କୁ ମାନନ୍ତିନି, ଯେ ଭଗବାନ ଯେ ପୁରୁଷ ସେ ମାନନ୍ତିନି, ତାଙ୍କ ପକ୍ଷରେ ଏଟାକୁ ବୁଝିବା ମୁସ୍କିଲ ହବ। ସେମାନେ ପରମ ସତ୍ୟ ଭଗବାନଙ୍କ ବ୍ୟକ୍ତିଗତ ପ୍ରକୃତିକୁ ବୁଝିପାରିବେନି। ତ ଏମାନେ ତ ଜ୍ଞାନୀ ଆଧ୍ୟାତ୍ମିକବାଦୀ। ଏ ପୂର୍ବ ଲାଇନରେ କୁହାହେଲା ଜଡବାଦୀ ଭୂତ ପ୍ରକୃତି ସହ ଯୁକ୍ତ, ସେ ପରମ ସତ୍ୟ ଭଗବାନଙ୍କ ବ୍ୟକ୍ତିଗତ ପ୍ରକୃତିକୁ ବୁଝିପାରିବନି। ଏଠି କୁହାଯାଉଛି ଯେ ଭଗବାନଙ୍କ ଯେ ଆକାର ଅଛି, ଭଗବାନ ଯେ ପୁରୁଷ, ଏସବୁ କଥା ବୁଝିବ ତା ପକ୍ଷରେ ଅତ୍ୟନ୍ତ ଦୂର। ତ କୋଉମାନେ ଭଗବାନଙ୍କର ଆକାରକୁ ମାନନ୍ତିନି, ସେ ଯାରେ ପୁରୁଷ ବୋଲି ମାନନ୍ତିନି, ନିରାକାରବାଦୀ ମାନେ। ନିରାକାରବାଦୀ ମାନେ ଜ୍ଞାନୀ ମାନେ, ଯୋଉମାନେ ବ୍ରହ୍ମ ଜ୍ୟୋତିରେ ଯିବାକୁ ତାଙ୍କର ଲକ୍ଷ୍ୟ। ତ ଏମାନେ ତ ଭୋଗବାଦୀ ନୁହନ୍ତି। ଭୌତିକବାଦୀ ତ ଭୋଗବାଦୀ। ସେମାନେ ଜଡ କର୍ମ କରିକି ଯଜ୍ଞ କରିବେ, ସ୍ୱର୍ଗ ଯିବେ, ଚନ୍ଦ୍ରଲୋକ ଯିବେ, ଭୋଗ କରିବେ। କିନ୍ତୁ ଏମାନେ ତ ଭୋଗ କରିବାର ବାସନା ନାହିଁ। କିନ୍ତୁ ପ୍ରଭୁପାଦ କହୁଛନ୍ତି ନା, ତା ନୁହଁ। ଏଇ ଜ୍ଞାନୀ ମାନେ ଆଧ୍ୟାତ୍ମିକ ଲକ୍ଷ୍ୟ, ତାଙ୍କର ଲକ୍ଷ୍ୟ ହଉଛି ନିରାକାର ବ୍ରହ୍ମରେ ଏକ ହବା। ନିରାକାର ବ୍ରହ୍ମର ଉପାସନା କରନ୍ତି, ସେଇ ଦୃଷ୍ଟିରୁ ଆଧ୍ୟାତ୍ମିକ କୁହାଯାଉଛି। କିନ୍ତୁ ସେମାନେ ଭୋଗ ବାସନାରୁ ମୁକ୍ତ ହଇଛନ୍ତି, ତା ନୁହଁ। ତ କେମିତି ତାହେଲେ ଭୋଗ ବାସନାରୁ ଯୁକ୍ତ ଅଛନ୍ତି, ସେ ମୁକ୍ତ ନୁହନ୍ତି କାହିଁକି? ଏଟାକୁ ମନ ଦେଇକି ଶୁଣିବାକୁ ପଡିବ, ତାହେଲେ ବୁଝିବା, ନହେଲେ କିଛି ବୁଝିପାରିବେ। ପ୍ରଭୁପାଦ କହୁଛନ୍ତି ଯୋଉମାନେ ଜଡବାଦୀ ଭୌତିକବାଦୀ କର୍ମକାଣ୍ଡୀ, ସେମାନେ ଜୀବ ହିସାବରେ ଯେତେ ଟିକେ ପାରିବେ ସେତେ ଟିକେ ଭୋଗ କରୁଛନ୍ତି। ତାଙ୍କ ଭୋଗର ପରିମାଣ ଟା କମ୍। କିନ୍ତୁ ଜ୍ଞାନୀ ମାନେ ଏ କର୍ମକାଣ୍ଡି ମାନଠୁ ବେଶୀ ଭୋଗୀ, ଭୋଗର ବାସନା ଆଟଲିଷ୍ଟ ଅନ୍ତତଃ ଭୋଗର ବାସନା ଅଛି। କେମିତିକା? ମାନେ ସେମାନେ ଚାହୁଁଛନ୍ତି ଆମେ ଭଗବାନଙ୍କ ସାଙ୍ଗରେ ଏକ ହେଇଯିବୁ, ମାନେ ଭଗବାନଙ୍କ ଭଳିଆ ଭୋଗ କରିବୁ। ଏଇ ଛୋଟକାଟ ଭୋଗ ଆମ କାମକୁ ଲାଗିବନି। ଏଠି ସ୍ୱର୍ଗ ଯିବା, ଏଇ ଟିକେ ଭଲ ଘରେ ଜନ୍ମ ହବା, ଭଲ ଖାଇବା ପିଇବା ରହିବା, ଏଇ ଭୋଗରେ ସେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କର ଭୋଗର ବାସନା ଟା ଆହୁରି ମହାନ, ଆହୁରି ଶ୍ରେଷ୍ଠ, ଆହୁରି ବଡ। କେମିତିକା?
ଭଗବାନଙ୍କ ସାଙ୍ଗରେ ଏକ ହେଇଗଲେ ବାସ୍ ଆହୁରି ବେଶୀ ଭୋଗ ହବ, ଏମିତି ଗୋଟେ ବାସନା ପ୍ରଭୁପାଦଙ୍କ ବ୍ୟାଖ୍ୟା ଏଇଟା ମୁଁ ଶୁଣିଛି। ହୁଁ। ତ ତାଙ୍କ ପକ୍ଷରେ ବି ଏଇଟା ବୁଝିବା ଦୂର, ଅର୍ଥାତ୍ କର୍ମକାଣ୍ଡୀ ଭୋଗବାଦୀ ଜଡବାଦୀ ମାନଙ୍କ ପାଇଁ ପରମ ସତ୍ୟ ଭଗବାନଙ୍କର ବ୍ୟକ୍ତିଗତ ପ୍ରକୃତିକୁ ବୁଝିବା କଷ୍ଟ, ବୁଝିପାରିବାନି। ଆଉ ଏଇ ଯୋଉ ଜ୍ଞାନୀ ମାନେ, ଯୋଉମାନେ ଭଗବାନ ନିରାକାରବାଦୀ, ସେମାନେ ଏଇଟା ବୁଝିପାରିବେ, ଦୂର ବ୍ୟାପାର। କର୍ମକାଣ୍ଡୀ ଜ୍ଞାନକାଣ୍ଡୀ ଏଇ ଦୁଇ ଜଣ ହିଁ ବୁଝିପାରିବେନି। ଠିକ ଅଛି, ଏ କଥା ଆଗରୁ କୁହାଯାଇଛି। ଯୋଉମାନେ ନିରାକାର ବ୍ରହ୍ମ ବିଶ୍ୱାସ କରନ୍ତି, ସେମାନେ ସାକାର ବ୍ରହ୍ମକୁ ତ ମାନିବେନି, ଆଉ ତାଙ୍କର ଦିବ୍ୟ ରୂପ ରହିଛି ଏସବୁ ତ ସେଟା ବୁଝିବେ କେମିତିକା, ବୁଝିପାରିବେନି। ତ ସାଧାରଣତଃ ଯୋଉମାନେ ଦୈହିକ ଧାରଣାରେ ବଶବର୍ତ୍ତୀ, ସେମାନେ ଏତଦ୍ର ଭୂତ ପ୍ରକୃତି ସହ ଜଡିତ ଯେ ସେମାନେ ଏକଥା ବୁଝିପାରନ୍ତି ନାହିଁ ଯେ ଭଗବାନଙ୍କର ଏକ ସଚିତ ଆନନ୍ଦମୟ ବିଗ୍ରହ ରହିଛି। ଭୌତିକବାଦ ମାନେ ଦେହ ସର୍ବସ୍ୱ ବ୍ୟକ୍ତି, ଯୋଉମାନେ ସମ୍ପୂର୍ଣ୍ଣ ରୂପେ ଜଡ ପ୍ରକୃତିରେ ଗୋର ଦ୍ୱାରା ଆବଦ୍ଧ ହେଇକି ରହିଛନ୍ତି, ଅବିଦ୍ୟାର ବଶବର୍ତ୍ତୀ ହେଇକି, ସେମାନଙ୍କର ଏଇ ବୋଧ କଥାଟି ବୋଧଗମ୍ୟ ହୁଏ ନାହିଁ ଯେ ଭଗବାନ ହଉଛି ସଚିତ ଆନନ୍ଦମୟ ବିଗ୍ରହ। ସେମାନେ ନିଜର ଜଡ ଶରୀର ଅଛି ତ ଭଗବାନଙ୍କୁ ସେଭଳିଆ ମନେ କରନ୍ତି। ସେମାନେ ବୁଝିପାରନ୍ତିନି ଯେ ଭଗବାନ ତ ସଚିତ ଆନନ୍ଦମୟ ବିଗ୍ରହ। ଭଗବାନ ସଚ୍ଚିଦାନନ୍ଦ। ଭଗବାନ ସଚ୍ଚିଦାନନ୍ଦ ବୁଝିବେ କଣ? ସେ ଯେ ନିଜେ ଯେ ସଚ୍ଚିଦାନନ୍ଦ ନିଜେ ଚିନ୍ମୟ ଆତ୍ମା, ଯୋଉଟା କି ନିତ୍ୟ ଜ୍ଞାନମୟ ଆନନ୍ଦମୟ, ସେଟା ବି ସେ ଜାଣନ୍ତିନି। ଆଉ ଭଗବାନଙ୍କ ବିଗ୍ରହ ସତ୍ୟ ଜାଣିବେ କେମିତି? ଚିନ୍ମୟ ଆତ୍ମା ତ ନିତ୍ୟ ଜ୍ଞାନମୟ ଆନନ୍ଦମୟ ତା ସ୍ୱସ୍ୱରୂପରେ, ବିରୂପ ଅବସ୍ଥାରେ ନୁହଁ, ସ୍ୱସ୍ୱରୂପ ଅବସ୍ଥାରେ। ତ ତାହେଲେ ଭଗବାନ ସମ୍ପର୍କ ସେ ଜାଣିବେ କେମିତି? ତ ଭଗବାନଙ୍କର ଏକ ଦିବ୍ୟ ଶରୀର ଅଛି, ସେଟା ହଉଛି ଅବ୍ୟୟ, ହଁ, ସତ୍ ମାନେ ନିତ୍ୟ, ତାର ବ୍ୟୟ ନାହିଁ, ମାନେ ଖର୍ଚ୍ଚ ହୁଏନି, ଅର୍ଥାତ କମ ହୁଏନି। ହଁ, ସେଟା ନିତ୍ୟ ଶାଶ୍ୱତ, ସେ ଜ୍ଞାନପୂର୍ଣ୍ଣ ଆଉ ଆନନ୍ଦମୟ, ସଚିତ ଆନନ୍ଦ। ସେ ଅନୁସାରେ ଭଗବାନଙ୍କର ଯେ ଯୋଗମାୟା ଶକ୍ତି, ସ୍ୱରୂପ ଶକ୍ତି ବା ଅନ୍ତରଙ୍ଗା ଶକ୍ତି, এটা ତିନି ଭାଗରେ ବିଭକ୍ତ କରାହେଲା। ହୁଁ। ସତ୍ ଅଂଶେ ସନ୍ଧିନୀ, ନିତ୍ୟ, ଭଗବାନ ନିତ୍ୟ। ଚିତ୍ ମାନେ ସମ୍ବିତ ଶକ୍ତି, ଭଗବାନ ଜ୍ଞାନମୟ। ଆନନ୍ଦ ମାନେ ଆନନ୍ଦମୟ ଶକ୍ତି, ଏଇ ହେଲା ଭଗବାନ ସଚିତ ଆନନ୍ଦ। ତ ଏଇ ବୁଝିବାଟା ସେମାନଙ୍କ ପକ୍ଷରେ ଅସମ୍ଭବ, ସେମାନେ ତାକୁ ବୁଝିପାରିବେନି। ମୁଁ ଆଶା କରେ ଯୋଉ କଥା ମାନେ ଯୋଉମାନେ ଆପଣମାନେ ଶୁଣୁଛନ୍ତି ଏଇଟା ବୁଝୁଛନ୍ତି, ମୁଁ କହୁଛି କି ନାହିଁ। ନ ବୁଝି ପାରୁଛନ୍ତି ତାହେଲେ ଫେସବୁକରେ ଯାଇକି ବାରମ୍ବାର ଶୁଣିବେ, ଶୁଣିକି ଯଦି କେବେ ମତେ ବୁଝେଇ କହିବେ, ମୁଁ ଖୁସି ହେବି ଯେ ମୁଁ ଯାହା କହୁଛି ଏଗୁଡ଼ା ଆପଣମାନେ ବୁଝିପାରୁଛନ୍ତି କି ନା। ଠିକ ଅଛି, ଶୁଣି ଶୁଣିକି ଆସ୍ତେ ଆସ୍ତେ ବୁଝିବେ, ଭଗବାନ ବୁଝେଇବେ ଆମକୁ। ଠିକ ଅଛି, ତ ଆମର ଏ ଭୌତିକ ଶରୀର ଧ୍ୱଂସଶୀଳ, ସମ୍ପୂର୍ଣ୍ଣ ରୂପେ ଅବିଦ୍ୟା ଓ ଦୁଃଖ ଯନ୍ତ୍ରଣା ପୂର୍ଣ୍ଣ। ଏଇ ଅବିଦ୍ୟା ଶବ୍ଦଟା ମୁଁ ଅନେକ ଥର ବ୍ୟବହାର କରୁଛି, ଆପଣ ଶୁଣୁଛୁ। ହଁ, ଏଇ ଅବିଦ୍ୟା, ଏଇ ଭୌତିକ ଶରୀରଟା ହଉଛି ଧ୍ୱଂସଶୀଳ, ଅବିଦ୍ୟା ଦୁଃଖପୂର୍ଣ୍ଣ, ଅଜ୍ଞାନ ପ୍ରସୂତ ଏଇଟା। ଅସତ୍ୟରେ ସତ୍ୟ କରି ମାନି, ଅନିତ୍ୟ ନିତ୍ୟ କରି ମାନି, ଅନାତ୍ମା ଆତ୍ମା କରି ମାନି, এইটা হচ্ছে ଅବିଦ୍ୟା। ଠିକ ଅଛି, ତେଣୁ ସାଧାରଣ ଲୋକ ଯେତେବେଳେ ଭଗବାନଙ୍କର ଶରୀର ବା ଆକାର କଥା ଶୁଣିଲେ, ସେତେବେଳେ ସେ ଭାବେ ଯେ ଭଗବାନଙ୍କ ଶରୀର ଠିକ ତା ନିଜ ଶରୀର ଭଳି ଏକ ଜଡ ଶରୀର ଅଟେ। ସେମାନେ ଭାବନ୍ତି ଯେ ଆମେ ସାଧାରଣ ଲୋକ, ଆମର ତ ଶରୀର ଅଛି, ତାହେଲେ ଭଗବାନ ତ ଏଟା ବିଶେଷ କିଛି হবে ନା, ଆମର ଉଲ୍ଟାଟା ଭଗବାନ ହେବେ ନା। ସେ ଭଗବାନ ଯଦି ତାଙ୍କର ଶରୀର ହବ କେମିତି? ସେଇଥିପାଇଁ ଦେଖିବେ ସାରା ଜଗତରେ ପରମ ବ୍ରହ୍ମଙ୍କୁ ନିରାକାର ରୂପରେ ଉପାସନା ଟା ପ୍ରଚଳିତ ବେଶୀ। ମୁସଲମାନ ମାନେ ଆଲ୍ଲାହଙ୍କୁ ନିରାକାର କୁହନ୍ତି,
ଖ୍ରୀଷ୍ଟିଆନ ମାନେ ତାଙ୍କର ଗଡ କୁ ନିରାକାର କରନ୍ତି। ହିନ୍ଦୁ ସମାଜରେ ବି ଏକା ଅବସ୍ଥା। ଶଙ୍କରାଚାର୍ଯ୍ୟ ହୁଅନ୍ତୁ ବା ଆମର ବହୁ ରହିଛନ୍ତି ଏଇଭଳିଆ ଜଣେ ନିରାକାରବାଦୀ ଜ୍ଞାନୀ, ସେମାନେ ଭଗବାନଙ୍କୁ ନିରାକାର ବୋଲି ମନେ କରନ୍ତି। କେବଳ ମୁସଲମାନ ମାନେ ନିରାକାର କରନ୍ତି ତା ନୁହଁ। ହିନ୍ଦୁର ଅଧିକାଂଶ ନିରାକାର କୁହନ୍ତି। ଆଉ ଯୋଉମାନେ ସାକାରକୁ ମାନନ୍ତି, ସେ ନିରାକାରରୁ ସାକାର ରୂପ ଗ୍ରହଣ କରିଛନ୍ତି ବୋଲି ଭଗବାନଙ୍କୁ ମାନନ୍ତି। ଶଙ୍କରାଚାର୍ଯ୍ୟ ଏଇ ଭିତରେ ପଞ୍ଚ ଉପାସନା କରିଲେ, ହଁ ଇଣ୍ଟ୍ରୋଡ୍ୟୁସ କରିଲେ। ବିଷ୍ଣୁ, ଶିବ, ଶକ୍ତି, ଗଣେଶ, ସୂର୍ଯ୍ୟ ନିରାକାର ସାକାର ରୂପ ଧାରଣ କରି ଜଡ ଶରୀର, ସେ ଦିବ୍ୟଟାକୁ ବୁଝୁନାହାନ୍ତି। ସତ୍ୟ ଗୁଣ କଥା କହୁଛନ୍ତି ଭଗବାନ, ନିରାକାର ଭଗବାନ ସତ୍ୟ ଗୁଣର ସଂସ୍ପର୍ଶ ଆସିକି ସାକାର ରୂପ ଧାରଣ କରିଛନ୍ତି। ଭଗବାନ ଯେ ଗୁଣାତୀତ, ଏଇଟା ସେମାନେ ବୁଝିପାରୁନାହାନ୍ତି। ନିଜର ଦୈହିକ ଧାରଣରେ ସେ ଭଗବାନଙ୍କର ଶରୀର ସମ୍ବନ୍ଧରେ ଧାରଣା କରୁଛନ୍ତି। ତ ଆମେ ଆଜି ଏଇ ଶ୍ଲୋକ ତାତ୍ପର୍ଯ୍ୟ ପୁରା ପଢା ହେଲାନି, କିଛିଟା ପଢା ହେଲା। ମୁଁ ଆସ୍ତେ ଆସ୍ତେ ଏଇ ଯେହେତୁ ଏଇ ବିଷୟଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ବିଷୟଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଯୋଉଟାକୁ ଆମକୁ କର୍ମକାଣ୍ଡୀ ଜ୍ଞାନୀ ମାନଙ୍କର ଠାରୁ ଭକ୍ତ ମାନଙ୍କର ପାର୍ଥକ୍ୟଟା କଣ, ବୁଝିବାର ପାର୍ଥକ୍ୟଟା କଣ ନିରୂପିତ ହଉଛି ଜାଣିବା ଦରକାର। ତ ଆଗାମୀ କାଲି ଆମେ ପେଜ ନମ୍ବର 53, ପେଜ ନମ୍ବର 53 ମନେ ରଖିବେ, ସେ ପ୍ରଥମ ଲାଇନରୁ କାଲି ପାଠ କରିକି ଶ୍ରବଣ କରିବା। ଠିକ ଅଛି? କିଛି ପ୍ରଶ୍ନ ଅଛି କାହାର? ଆଜି ଯାହା ଆଲୋଚନା ହେଲା ତାର ଉପରେ କିଛି ପ୍ରଶ୍ନ ଅଛି? ନାଇଁ? ତ ବୁଝିଲ? ତ ବୁଝିଗଲେ ତ ଭଲ, ଆନନ୍ଦର କଥା। ବୁଝିଲେ ଭଲ, ନ ବୁଝିଲେ ବି ଭଲ। ନ ବୁଝିଲେ ବି ଅସୁବିଧା ନାହିଁ, ବାରମ୍ବାର ଶୁଣି ଶୁଣିକି ଆସ୍ତେ ଆସ୍ତେ ବୁଝିବେ। ତ ବର୍ତ୍ତମାନ ବଙ୍ଗଳାରେ ଶ୍ରୀ ଚୈତନ୍ୟ ଚରିତାମୃତ ଆମେ ପାଠ କରିକି ଶ୍ରବଣ କରିବା। ଠିକ ଅଛି?